ସବୁ ବିଦ୍ୟାରେ ପରିପୂର୍ଣ୍ଣ ହେଲା। ଏପଟେ ଗଣିଗଣି ରାଜା ନେଲେଣି 15ଟା ଗାର ଅଙ୍ଗାରଗାର କାଟି ସାରିଲେଣି। ହେଲା କି ସେଦିନ ପୁତ୍ରକୁ ଆଜ୍ଞା ଧରିଲେ ରାଜନ ପୁଣି ଆନନ୍ଦ ମନରେ ପୁଣି କରିଲେ ରାଜନ। ମଧ୍ୟରାତ୍ରିରେ ନିଜ ହସ୍ତରେ ପୁଅକୁ ଦେଲେ ଯେ ଭୋଜନ। ବାପ ପୁଅ ଯାକ ଆନନ୍ଦରେ କରିଲେ ଭୋଜନ। ଯେତେବେଳେ ମଧ୍ୟରାତ୍ର ଯେ ଗଲା ହୋଇନ ଅଙ୍ଗରେ ନିଦ୍ରା ଧାରିଲା ସେଦିନ କୁମର ବହନ। ପଦଦନ୍ତ ପଦଙ୍କରେ ଧରିଲ ରାଜନ। ଧରିଥିଲା କୋଳରେ ପଦବତ ପଦଙ୍କରେ ସେ ଦେଲା ଗଡ଼ାଇ। ଧୀରେ ଧୀରେ ରାଜନ ହେ ଯାଉଛି ଧରି। 15 ଗାର ପାଶରେ ହେଲା ନମ୍ବର ପାଶରେ ହେଲା ସତର। ଆଜ୍ଞା ଗୋଟି ଗୋଟି କରିନ 15 ଗୋଟି ଗାର କଣ ଅଛି ସେଦିନ ସେହି ଯେ ଦଣ୍ଡ ଘର। ଏଡ଼େ କଥା କଲା କରି ତାହା ବିଧାତା କର୍ମ କପାଳରେ ଦେଖିଲ ସିଧାତା। ଅଳ୍ପ ବୟସରେ ମରିବ ସନ୍ତାନ 15 ବର୍ଷ ବିତିଗଲା। ଆଉ 3 ବର୍ଷ ଗଲେ ଗୋକୁଳ ହେବ ଶୂନ୍ୟ। ବାପା ବାପା ବୋଲିରେ ନ ଶୁଭିବ ଏ ଗଣ୍ୟ। ବହୁତ ପ୍ରକାର ରାଜା ହେ ନନ୍ଦନ କରନ୍ତି। ଉଚ୍ଚ ସ୍ୱରରେ ପୁଣି ରଡ଼ି ଛାଡ଼ନ୍ତି। ମୁଣ୍ଡ ବିଟି ବିଟି କାନ୍ଦନ୍ତି ନନ୍ଦନର। ବାପା ଧରିନ୍ତି ପୁଅର ପକେଇ ନାତର। ଆହାୟରେ ମଙ୍ଗଳି ହାତା ତୁ କେଡ଼େ କର୍ମ କଲୁ। ଇଏରେ ବଡ଼ ଧନ ଆଣିରେ ମୋତେ ତୁହି ଦେଲୁ। ପଥରେ ମନ୍ଦିରେ ଯାଇ ଯାଉଥିଲେ ରାଜାଙ୍କ କର୍ଣ୍ଣରେ ପୁଣି କ୍ରନ୍ଦନ ଶୁଣିଲେ। ସେତେବେଳେ ନନ୍ଦିଘର କ୍ରନ୍ଦନ ଶୁଣିଲ। ଛାପିଲା ଶ୍ରୀମତୀ ଆସିଲା ବହନ। ଓଡ଼ିଶାର ଯୋଗୀ ଆମ୍ଭ କଲା ଶାସନ। ଧୀରେ ଧୀରେ ପାଶକୁ କରିଲା ଗମନ। ବିଚାର କଲେ ମନ୍ତ୍ରୀ ଯେତେବେଳେ ଅନ୍ଧାରୀ ବିଜୟ କରୁଛନ୍ତି ରାଜା କାନ୍ତିବାର ମନ୍ତ୍ରୀର କର୍ଣ୍ଣ। ମନ୍ତ୍ରୀ ସେଦିନ ବିଚାର କଲେ ପଡ଼ୋଶୀ ରାଜ୍ୟ ଆମ ରାଜ୍ୟକୁ ଆକ୍ରମଣ କଲା। ଆମ ରାଜ୍ୟରେ କୌଣସି ଅସୁବିଧା ହେଲା ବିପତ୍ତି ପଡ଼ିଲା। ରାଜା କାନ୍ଦିବାର କାରଣ ସେଦିନ ତରେ ତରେ ମନ୍ତ୍ରୀ ଗଲେ ରାଜାଙ୍କ ପାଶରେ ପ୍ରବେଶ ହେଲେ ସେ ମନ୍ତ୍ରୀ କର ତୋଳି ନ ଦେଲେ ଉତ୍ତର ସେ ମନ୍ତ୍ରୀ ବର। କହନ୍ତି ଧୀରେ ଗୋସାଇ ଶୁଣ ହେ ମନ୍ତ୍ରୀ ହେ କହୁଛି ମୋହି ଶୁଣ